ମୁଁ କ୍ରିକେଟ କ'ଣ ଯେ ଜାଣିନି ଆଜ୍ଞା, ମୁଁ ଜୀବନରେ କ୍ରିକେଟ କେବେ ଖେଳି ନାହିଁ। ମୋତେ ବେକାର ପ୍ରଶ୍ନ ପଚାରୁଛନ୍ତି। ଫୁଟବଲରେ କହିବେ, ହକି କହିବେ, ମୁଁ ଖେଳେ। ମୁଁ ଶୁଣିଛି ସେଟା, ମୁଁ ଦେଖିନି। ଆରେ ସେଟା କେତେ ଥର ପଚାରିବ? କରନ୍ତୁ ନା, ବୈଠକ କରନ୍ତୁ, ଯାହା କରିବାର ଅଛି କରନ୍ତୁ, କିଛି ମାନେ ମନା ନାହିଁ। ନିଶ୍ଚିତ ଭାବରେ 3ଟା ସିଟ୍ ଜିତିବୁ। ଆଉ ଭାରତର କଥା ଯୋଉ କହୁଥିଲେ, ଭାରତକୁ ବହୁତ ବହୁତ ବଧାଇ ଭାରତୀୟ ଦଳକୁ। ଆଉ ମୁଁ କ୍ରିକେଟ ବିଷୟରେ ବେଶୀ କିଛି ଜାଣେନି। ଆପଣ ଜାଣିଛନ୍ତି, ବେକାର ମତେ କ'ଣ ଡାଉଟ୍ ଅଛି? ମୁଁ ତ କାହାରିକୁ କିଛି ଡାଉଟ୍ ନାହିଁ। ଆପଣମାନଙ୍କୁ କିଛି ଡାଉଟ୍ ଅଛି କି କହନ୍ତୁ? ଡାଉଟ୍ କ୍ଲିୟର। 3 ସିଟ୍କୁ 3 ସିଟ୍ ଆମେ ଜିତିବୁ। ହଁ, 4 ହେଇଥିଲେ ବି 4 ବୈଠକ କରିବା ପାଇଁ କାହାକୁ କିଏ ବୈଠକ କରିବ, କିଏ ଭୋଜି କରିବ, କ'ଣ ମନା କରିବ ଆମେ କରନି ବୋଲି? କଂଗ୍ରେସ ଟିକେ ସାର୍ ଅଧିକ ଉତ୍ସାହିତ କିଏ ଜାଣେ କଂଗ୍ରେସ କ'ଣ ପାଇଁ ଉତ୍ସାହିତ ହେଇଛି? ବେଗାନା ଶାଦୀ ମେ ଅବଦୁଲ୍ଲା ଦିୱାନା ଭଳିଆ ହେଇଛି। ସମସ୍ତ ମନରେ ଅଛି ଯେ ଏଇ ନିର୍ବାଚନ ପରେ ଯଦି ପୋର୍ଟଫୋଲିଓ ଚେଞ୍ଜ ହୁଏ ବା ସମ୍ପ୍ରସାରଣ ଆପଣ ସେଥିରେ ଆସିବେ। ମୁଁ ତ ଜାଣିନି, ଆପଣ ମାନେ କେମିତି ଜାଣିଲେ? କିଏ ଜାଣେ? ଆପଣ ଇଚ୍ଛା ନାହିଁ ମନ୍ତ୍ରୀ ହେବାକୁ? ସେଟା ଶୁଣନ୍ତୁ, ଆପଣଙ୍କୁ ଗୋଟେ ରସଗୋଲା ଦେଲେ ସିନା ଖାଇବେ କି ନ ଖାଇବେ ଆପଣ କହିବେ। ଆପଣଙ୍କୁ ତ କେହି ଅଫର କରୁନାହାନ୍ତି, ଆପଣ ଡିନାଏ କରିବେ କି ଆକ୍ସେପ୍ଟ କରିବେ କେମିତି କହିବେ? ଆପଣଙ୍କୁ କିଏ ଗୋଟେ ଅଫର କଲେ ସିନା କହିବେ ନାଇଁ ମୁଁ ନେବିନି କି ମୁଁ ନେବି। ଆପଣଙ୍କୁ କାହିଁ ଅଫର କରୁନାହାନ୍ତି ଭାବୁଛନ୍ତି? ମୋର ଯୋଗ୍ୟତା ନଥିବ ନା ଭାଇ। ଯୋଗ୍ୟତା ଗୋଟେ ତ ବଡ଼ ଜିନିଷ ନା, ଯୋଗ୍ୟତା ନଥିବ। ଆପଣ ସିନିୟର ନେତା ଦଳର, ଯେ କ'ଣ ହେଇଗଲା ସେଥିରେ? ଯୋଗ୍ୟତା ନଥିବ ବୋଲିକିରି ଅଛି? ଆପଣ ନିଜକୁ ଭାବୁଛନ୍ତି ଯୋଗ୍ୟତା ନାହିଁ? ନାଇଁ ନାଇଁ, ମୁଁ ନିଜକୁ ଭାବୁନି, ପାର୍ଟି ଭାବୁଛି ନା ମୋର ଯୋଗ୍ୟତା ନଥିବ ବୋଲିକିରି। ପାର୍ଟିରେ ବଡ଼ ବଡ଼ ଏକ୍ସପିରିଏନ୍ସ ଲୋକମାନେ ଅଛନ୍ତି, ସେମାନେ ଯାହା ଭାବିବେ ନା। ସାର୍ କୁହାଯାଉଛି ସରକାର ଆସିବା ପଛରେ ଆପଣଙ୍କର ଗୋଟେ ବଡ଼ ହାତ ଅଛି, ତଥାପି ଦଳ ହାତ ଥିଲେ କି ଗୋଡ଼ ଥିଲେ କ'ଣଟା ହେଇଯାଉଛି କାହାକୁ? ଦେଖନ୍ତୁ, ଆମ ଆଡ଼େ ରାଜା ମହାରାଜ ବହୁତ ଥାନ୍ତି। ଗୋଟେ ରାଜ୍ୟକୁ ଆଗ ଗୋଟେ ଆକ୍ରମଣ ହେଉଥିଲା। ଏଠି କାଞ୍ଚି ସହିତ କାଞ୍ଚି ବିଜୟ ଅଭିଯାନ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏସବୁ ହେଉଥିଲା। ଆପଣ ଜାଣିଥାନ୍ତୁ, ଗୋଟେ ରାଜ୍ୟ ଆଉ ଗୋଟେ ରାଜ୍ୟକୁ ଯେତେବେଳେ ବିଜୟ ଲାଭ କରେ, ସେ ବିଜୟର ଶ୍ରେୟ ଯାହାକୁ ଯିବା କଥା ତାକୁ ମାରି ଦିଆଯାଏ। ତ ସେମିତି ସେଟା ତ ପୁରୁଣା ଥିଓରି। ସେଥିରେ ନୂତନତ୍ୱ କ'ଣ ଅଛି? ପାର୍ଟି ଆପଣଙ୍କ ଶ୍ରେୟ ମାରିଦେଲା? ନାଇଁ, ମୁଁ ଏମିତି କହୁନି, ମୁଁ ଗୋଟେ କାହାଣୀ କହିଲି। ସମ୍ପତ୍ତି ତାଲିକା ଦେବା କଥା। ସମ୍ପତ୍ତି ତାଲିକା ଦେବା କଥା ସମସ୍ତେ। ଆଉ ଯେଉଁମାନେ ସରକାରୀ ଦାୟିତ୍ୱରେ ଅଛନ୍ତି ସେମାନେ ସମ୍ପତ୍ତି ତାଲିକା ଦେବା କଥା। ନାଇଁ, ମୁଁ ସେଟା ଜାଣିନି, ମାନୁଛନ୍ତି ମାନି ନାହାନ୍ତି ମୁଁ ଜାଣିନାହିଁ। କିନ୍ତୁ ସମ୍ପତ୍ତି ତାଲିକା ଯେଉଁମାନେ ଦେଉନାହାନ୍ତି ତାଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।